ସେପ୍ଟେମ୍ବର ମାସର ସକାଳ। ବନ୍ୟା ପାଣି ଗାଁରୁ ଧୀରେ ଧୀରେ ଓହରି ଯାଇଥିଲା। କିନ୍ତୁ ପାଣି ଯେଉଁଠି ଥିଲା ସେଠି ଏବେ ବି କାଦୁଅ ପଚପଚ ଥିଲା। ଯେଉଁଠି ରାସ୍ତା ଥିଲା ସେଠି ଘାଇ, ଆଉ ଯେଉଁଠି ଘାଇ ନଥିଲା ସେଠି ଦୁର୍ଗନ୍ଧର ପାଣି। ଗାଁଟି ଯେମିତି ବନ୍ୟାରୁ ବଞ୍ଚି ଯାଇଥିଲା, କିନ୍ତୁ ଦାରିଦ୍ର୍ୟର ବନ୍ୟାରୁ ବଞ୍ଚି ପାରିନଥିଲା। ଆଜ୍ଞା, ସେଇ ଗାଁରେ ରହୁଥିଲା ମାଗୁଣୀ। ବୟସ 40 ପାଖାପାଖି, କଳା ରଙ୍ଗ, ଗାଲ ଭିତରକୁ ପଶି ଯାଇଥିଲା। ଆଗକୁ ବାହାରିଥିବା ଦୁଇଟା ବାହାଡ଼ା ଦାନ୍ତ ତାକୁ ସବୁବେଳେ ହସୁଥିବା ଲୋକ ପରି ଦେଖାଯାଉଥିଲା। କିନ୍ତୁ ମାଗୁଣୀ ହସୁନଥିଲା। ଆଜ୍ଞା, ସେ ଦୁଃଖକୁ ଲୁଚାଇବା ପାଇଁ ମୁହଁରେ ହସର ଅଭିନୟ କରି ଚାଲିଥିଲା। ତାର ଘରେ ସ୍ତ୍ରୀ ଗୌରୀ ଆଉ 4-4ଟା ପିଲା। ଘରେ ଧାନ ଚାଉଳ କିଛି ବି ନଥିଲା, ତେଲ କି ଡାଲି ବି ନଥିଲା। ଆଜ୍ଞା, ପିଲାଙ୍କ ପାଇଁ ଭଲ ପୋଷାକ ନଥିଲା, କେବଳ ଯାହା ଭୋକ ଥିଲା। ଆଉ ଥିଲା ଅନେକ ଆଶା। ସେଇ ଆଶାର ନାଁ ଥିଲା ସାଇକେଲ। 250 ଟଙ୍କା ଦେଇ ମାଗୁଣୀ ଗୋଟିଏ ପୁରୁଣା ସାଇକେଲ କିଣିଥିଲା। ସାଇକେଲ ନୁହେଁ ତ, ଭଙ୍ଗା ଲୁହାର ଗୋଟିଏ ଖଣ୍ଡ କହିଲେ ଠିକ୍ ହେବ। 4ଟି ସ୍ପୋକ୍ ନଥିଲା, ରିମ୍ ବଙ୍କା, ଟାୟାର 2ଟି ଘଷି ଘଷି ପତଳା ହୋଇଯାଇଥିଲା। ସିଟ୍ଟା ଗୋଟିଏ ପଟକୁ ଢଳି ଯାଇଥିଲା। ପେଡାଲ ନଥିଲା, କେବଳ 2ଟି ଏକ୍ସେଲ ଯା ଝୁଲୁଥିଲା। ତଥାପି ତାକୁ ଦେଖି ମାଗୁଣୀ ଆଖିରେ ଆଲୋକ ଆସିଥିଲା। ସେ ନଡ଼ିଆ ବେପାର କରିବ। ସାଇକେଲରେ ନଡ଼ିଆ ଲଦି ଦୂର ଗାଁକୁ ଯିବ, ନଡ଼ିଆ ବିକିବ, 2 ପଇସା ରୋଜଗାର କରିବ, ଆଉ ଘରେ ଚାଉଳ କିଣିବ। ପିଲାଙ୍କ ପାଇଁ ପୋଷାକ ଆସିବ, ଗୌରୀ ପାଇଁ ଗୋଟିଏ ନୂଆ ଲୁଗା ଆସିବ। କିନ୍ତୁ ଗୋଟିଏ ସମସ୍ୟା ଥିଲା, ସାଇକେଲଟି ଚାଲିବା ଅବସ୍ଥାରେ ନଥିଲା। ତାକୁ ସଜାଡ଼ିବାକୁ 500 ଟଙ୍କା ଦରକାର ଥିଲା, ଆଉ ନଡ଼ିଆ କିଣିବାକୁ ଆହୁରି 500। ମାଗୁଣୀ ପାଇଁ 1000 ଟଙ୍କା ମାନେ ଗୋଟେ ପାହାଡ଼। ଆଜ୍ଞା, ସେଦିନ ରାତିରେ ଗୌରୀ ଘରର କୋଣରେ ବସି ନିଜ ପେଟିଟି ଖୋଲିଲା। ଭିତରେ ଥିଲା ଗୋଟେ ପୁରୁଣା ଲୁଗା, ଗୋଟେ କଳା ସୂତାର ମାଳି, ଆଉ ଗୋଟିଏ ପିତ୍ତଳର ନାକଫୁଲ। ଗୌରୀ ନାକଫୁଲଟିକୁ ହାତରେ ଧରିଲା। ତା ଆଖିରେ ଆଖିଏ ଲୁହ ଥିଲା। ଏଇ ନାକଫୁଲଟା ତା ମା ତାକୁ ତା ବିବାହ ଦିନ ଦେଇଥିଲା। ସେତେବେଳେ ତା ମା କହିଥିଲେ, ଝିଅ, ଏଇଟା ମୋର ଶେଷ ସମ୍ବଳ। ତୁ ଯେତେବେଳେ ବହୁ ଅସୁବିଧାରେ ପଡ଼ିବୁ ସେତେବେଳେ ୟାକୁ ବିକିବୁ। ଗୌରୀ ନାକଫୁଲଟିକୁ ଦେଖିଲା, ତାପରେ ଘରର 4ଟି ପିଲାଙ୍କ ମୁହଁକୁ ଦେଖିଲା, ପୁଣି ମାଗୁଣୀକୁ ଚାହିଁଲା। ଆଉ ସେ ନିଷ୍ପତ୍ତି ନେଲା, ପରଦିନ ସକାଳେ ନାକଫୁଲଟିକୁ ବିକିଦେବ। ନାକଫୁଲକୁ ବିକିଲା, ମିଳିଲା 120 ଟଙ୍କା। ଆଜ୍ଞା, ଗୌରୀ ଘରକୁ ଫେରି ଟଙ୍କାଟା ମାଗୁଣୀ ହାତରେ ଦେଲା। ମାଗୁଣୀ ଚମକି ପଡ଼ିଲା। ଏ ପଇସା ତୁ କେଉଁଠୁ ଆଣିଲୁ? ଗୌରୀ ଚୁପ୍। ମାଗୁଣୀର ବାରମ୍ବାର ପ୍ରଶ୍ନ ବାଣରେ ଗୌରୀ ଉତ୍ତର ଦେଲା, ନାକଫୁଲଟା ବିକିଦେଲି। ମାଗୁଣୀ ଟଙ୍କାଟା ତା ହାତକୁ ଫେରାଇ ଦେଲା। ନା, ଏଇଟା ମୁଁ ନେଇପାରିବିନି। ଗୌରୀ ହସି କହିଲା, କାହିଁକି? ଏଇଟା ତ ମା'ର ଶେଷ ସ୍ମୃତି ଥିଲା। ଗୌରୀ ଧୀରେ କହିଲା, ମା'ର ସ୍ମୃତି ରଖି ମୁଁ କ'ଣ କରିବି, ଯଦି ଆମ ପିଲାମାନେ ଭୋକରେ ଶୋଇବେ? ମାଗୁଣୀର ମୁହଁ ଶୁଖିଗଲା। ସେ ଟଙ୍କାଟା ଶେଷରେ ଗୌରୀ ହାତରୁ ନେଲା। କିନ୍ତୁ ସେଦିନ ପ୍ରଥମ ଥର ପାଇଁ ନିଜକୁ ବହୁତ ଛୋଟ ଅନୁଭବ କରିଥିଲା। ପରଦିନ ମାଗୁଣୀ ମହାଜନ ପାଖକୁ ଗଲା। ମହାଜନ ବାବୁ, 500 ଟଙ୍କା ଦରକାର। ମହାଜନ ତାକୁ ଚାହିଁ ହସିଲା। ବନ୍ଧକ କ'ଣ ରଖିବୁ? କିଛି ନାହିଁ ବାବୁ। ତାହେଲେ ତତେ ପଇସା କେମିତି ଦେବି? ମହାଜନ ବାବୁ, ସାଇକେଲ ତିଆରି କରିବି, ନଡ଼ିଆ ବେପାର କରିବି। ମହାଜନ ହସିଲେ। ତୁ ବେପାର କରିବୁ? ସେଠାରେ ବସିଥିବା 2 ଜଣ ଲୋକ ବି ଜୋରରେ ହସିବାକୁ ଲାଗିଲେ। ମାଗୁଣୀର ମୁହଁ ନିଆଁ ହେଇଗଲା। ଆଜ୍ଞା, ମହାଜନ କହିଲେ, ତୋ ପାଖରେ ଜମି ଅଛି ବା? ମାଗୁଣୀ ଚୁପ୍। ହଁ ଆଜ୍ଞା, ମାଣେ ଅଛି। ସେଇଟା ବନ୍ଧକ ରଖ। ମାଗୁଣୀ ଶରୀରଟା ପୁରା ଥରିବାକୁ ଲାଗିଲା। ସେ ମାଣେ ଜମି ତ ତାର ଶେଷ ଆଶ୍ରୟ। ସେଇ ଜମି ହରାଇଲେ ତା ପିଲାମାନେ କ'ଣ କରିବେ? ନା ମହାଜନ ବାବୁ, ସେଇଟା ରଖିପାରିବିନି। ତାହେଲେ ଟଙ୍କା ନାହିଁ, ତୁ ଯା। ମାଗୁଣୀ ଖାଲି ହାତରେ ଫେରିଲା। ସେ ରାତିରେ ଛୋଟ ଝିଅଟିକୁ ଜ୍ୱର ହେଲା। ଘରେ ଔଷଧ ପାଇଁ ଟଙ୍କାଟିଏ ବି ନଥିଲା। ଗୌରୀ ଝିଅର କପାଳରେ ଓଦା କପଡ଼ା ରଖିଲା। ମାଗୁଣୀ ଝିଅକୁ କୋଳରେ ଧରି ବସିଲା। ଝିଅଟି ଧୀରେ କହିଲା, ବାପା, ପାଣି। ମାଗୁଣୀ ପାଣି ଦେଲା। ଝିଅଟି ପୁଣି କହିଲା, ବାପା, ଭାତ ଖାଇବି। ମାଗୁଣୀର ଛାତି ଭିତରଟା ମୋଡ଼ି ହେଇଗଲା। ଘରେ ଗଣ୍ଡେ ବି ଭାତ ନଥିଲା। ସେ ବାହାରକୁ ଆସି ଅନ୍ଧାରରେ ବସିଲା। ତା ଆଖିରେ ଆଖିଏ ଲୁହ ଥିଲା। ସାଇକେଲଟି ତା ଆଗରେ ଠିଆ ଥିଲା। ସେ ଭାବିଲା, ଏ ସାଇକେଲଟା ଯଦି ଚାଲୁଥାନ୍ତା, ଆଜି ମୋ ଝିଅକୁ ଭାତ ଦେଇପାରିଥାନ୍ତି। ସେ ରାତିରେ ମାଗୁଣୀ ନିଷ୍ପତ୍ତି ନେଲା, ଯେମିତି ହେଉ ଟଙ୍କା ଯୋଗାଡ଼ କରିବ। ପରଦିନ ସେ ଗାଁରୁ ଦୂର ଇଟା ଭାଟିକୁ ଗଲା। ଦିନସାରା ମାଟି ବୋହିଲା, ଇଟା ବୋହିଲା। ଖାଲି ପାଦରେ ଗରମ ମାଟି ଉପରେ ଚାଲିଲା। ସନ୍ଧ୍ୟାରେ ମାଲିକ ତାକୁ 200 ଟଙ୍କା ଦେଲା। ମାଗୁଣୀ ଟଙ୍କାଟା ହାତରେ ଧରି ହସିଲା। ସେଇ ଟଙ୍କାରେ ସେ ରାତିରେ ଘରକୁ ଚାଉଳ କିଣି ନେଇପାରିବ। କିନ୍ତୁ ରାସ୍ତାରେ ଔଷଧ ଦୋକାନ ଦେଖି ତାର ଝିଅର ଜ୍ୱର କଥା ମନେ ପଡ଼ିଲା। ସେ 200 ଟଙ୍କାରୁ 100 ଟଙ୍କାରେ ଔଷଧ କିଣିଲା। ଘରକୁ ଫେରିଲା। ଗୌରୀ ଔଷଧ ଦେଖିଲା, କିଛି କହିଲାନି। ମାଗୁଣୀ ବୁଝିଗଲା,
ଆଜି ଚାଉଳ ଆଉ ଆସିବନି। ସେ ରାତିରେ 4ଟି ପିଲା ଗୁଡ଼ ପାଣି ପିଇ ଶୋଇପଡ଼ିଲେ। କିଛି ଦିନ ପରେ ମାଗୁଣୀ ଆଉ ଗୋଟିଏ କାମ ପାଇଲା। ନଦୀ କୂଳରୁ ବାଲି ବୋହିଲା। ଭାରି ବୋଝ ମୁଣ୍ଡରେ ନେଇ ଯିବାବେଳେ ତାର ପୁରୁଣା ହାର୍ନିଆର ଯନ୍ତ୍ରଣାଟା ଆରମ୍ଭ ହୋଇଯାଇଥିଲା। ସେ ମାଟିରେ ବସି ପଡ଼ିଲା। କିଛି ସମୟ ପରେ ଉଠିଲା। କାରଣ ଦାରିଦ୍ର୍ୟର ଶରୀର ଅସୁସ୍ଥ ହେବାର ଅଧିକାର ନାହିଁ ଆଜ୍ଞା। ସେଦିନ ମଧ୍ୟ ସେ କାମ କଲା ଆଉ 500 ଟଙ୍କା ଜମା କଲା। କିନ୍ତୁ ଏବେ ତାର ଆଖି ଆଗରେ ଗୋଟିଏ ଅନ୍ୟ ଦୃଶ୍ୟ ଥିଲା। ଝିଅର ଔଷଧ ସରିଯାଇଛି। ପିଲାମାନଙ୍କ ପାଇଁ ଘରେ ଚାଉଳ ନାହିଁ। ଗୌରୀର ହାତ ଖାଲି। ତଥାପି ସେ ଟଙ୍କା ଖର୍ଚ୍ଚ କରିନଥିଲା। କାରଣ ତା ମନ କହୁଥିଲା ସାଇକେଲଟା ଚାଲିଲେ ସବୁକିଛି ଠିକ୍ ହେଇଯିବ। ଶେଷରେ ଗୋଟେ ଦିନ ତା ପାଖରେ 500 ଟଙ୍କା ହେଲା। ସାଇକେଲ ମିସ୍ତ୍ରୀକୁ ଡାକିଲା। ମିସ୍ତ୍ରୀ ସାଇକେଲଟା ଦେଖି କହିଲେ 500ରେ ସବୁ ହେବନି। ମାଗୁଣୀର ଛାତିଟା ଧକ୍ ଧକ୍ ହେଲା। କେତେ ଲାଗିବ? ଆଉ 200। ମାଗୁଣୀ ଚୁପ୍। 200? ହଁ। ତାରି ଆଖି ଆଗରେ ଅନ୍ଧାର ଛାଇଗଲା। ସେ ଭାବିଲା ଆଉ 200 ପାଇଁ ମୁଁ କେତେ ଦିନ ଭୋକିଲା ରହିବି। ସେଇ ରାତିରେ ଗୌରୀ ତାକୁ ଗୋଟେ କପଡ଼ା ଦେଲା। ଏଇଟା ନିଅ। ମାଗୁଣୀ ଖୋଲି ଦେଖିଲା ସେଇ ପୁରୁଣା ରୂପାର ପାଉଁଜିଟା ଅଛି। ଏଇଟା କେଉଁଠୁ ଆଣିଲୁ? ମୋ ବାପା ଦେଇଥିଲେ। ତୁ ଏଇଟା ବି ଶେଷରେ ବିକିଦେବୁ? ଗୌରୀ ହସିଲା। ମୋ ପାଖରେ ଆଉ କ'ଣ ଅଛି? ମାଗୁଣୀ ମୁହଁ ଫେରାଇ ଦେଲା। ସେ କାନ୍ଦିବାକୁ ଚାହୁଁଥିଲା କିନ୍ତୁ ତା ଆଖିରେ ଲୁହ ନଥିଲା। ଦାରିଦ୍ର୍ୟ ବେଳେବେଳେ ମଣିଷର ଲୁହକୁ ମଧ୍ୟ ଶୁଖାଇ ଦିଏ ଆଜ୍ଞା। ପାଉଁଜି ବିକି 200 ଟଙ୍କା ମିଳିଲା। ସାଇକେଲଟି ଶେଷରେ ତିଆରି ହୋଇଗଲା। ସେଦିନ ମାଗୁଣୀ ଘରକୁ ଫେରିବା ବେଳେ ତା ମୁହଁରେ ହସ ଥିଲା। ଏତେ ଦିନ ପରେ ତାର ସ୍ୱପ୍ନ ଯେମିତି ସତ ହେବାକୁ ଯାଉଥିଲା। କିନ୍ତୁ ଘର ପାଖକୁ ଆସି ସେ ଦେଖିଲା ଗୌରୀ ଦୁଆର ପାଖରେ ବସିଛି। କୋଳରେ ଛୋଟ ଝିଅଟି। ଝିଅଟିର ଆଖି ବନ୍ଦ। ମାଗୁଣୀ ଦୌଡ଼ିଗଲା। କ'ଣ ହେଲା? ଗୌରୀ ମୁହଁ ଉଠେଇ କହିଲା ଝିଅର ଜ୍ୱର ବହୁତ ବଢ଼ିଯାଇଛି। ମାଗୁଣୀ ଝିଅକୁ କୋଳରେ ନେଲା। ତାର ଶରୀର ଜଳୁଥିଲା। ମାଗୁଣୀର ହାତରେ ଥିଲା ସାଇକେଲ। ଘରେ ଥିଲା ଅସୁସ୍ଥ ଝିଅ। ଆଉ ତା ପକେଟରେ ଗୋଟିଏ ବି ଟଙ୍କା ନଥିଲା। ସେ ମୁହୂର୍ତ୍ତରେ ମାଗୁଣୀ ବୁଝିଗଲା ସାଇକେଲଟି ତିଆରି ହୋଇଗଲା କିନ୍ତୁ ତା ଜୀବନଟା ଆହୁରି ଭାଙ୍ଗିଗଲା। ପରଦିନ ସକାଳେ ସେ ଝିଅକୁ କୋଳରେ ନେଇ ଡାକ୍ତରଖାନା ଯିବାକୁ ବସିଲା। ଏଥର ସେ ପାଦରେ ନୁହେଁ ସାଇକେଲରେ ଯିବାକୁ ବାହାରିଲା। ଝିଅକୁ ସାମ୍ନାରେ ବସାଇଲା। ଗୌରୀ ପଛରୁ ଧରିଲା। ସାଇକେଲ ଧୀରେ ଧୀରେ ଘାଇ ଆଡ଼କୁ ଗଡ଼ିଲା। ଝଜିଆ ବିଲ ଘାଇ ପାଖରେ ପହଞ୍ଚିଲା ବେଳେ ସୁଅ ବହୁତ ଜୋରରେ ଥିଲା। ମାଗୁଣୀ ସାଇକେଲକୁ ଧରି ଆଗକୁ ବଢ଼ିଲା। ଗୋଟିଏ ପାଦ ଖସିଗଲା। ସାଇକେଲଟା ତା ହାତରୁ ଛୁଟିଗଲା। ଗୌରୀ ଚିତ୍କାର କଲା ସାବଧାନ। ମାଗୁଣୀ ନିଜକୁ ସମ୍ଭାଳିଲା। ସାଇକେଲଟି ପାଣିରେ ପଡ଼ିଗଲା। କିଛି ସମୟ ପରେ ସେ ତାକୁ ଟାଣି ଉଠାଇଲା। ଚକ ଘୁରୁ ନଥିଲା। ସାଇକେଲଟି ପୁଣି ଭାଙ୍ଗି ଯାଇଥିଲା। ମାଗୁଣୀ ନୀରବ ହୋଇ ସାଇକେଲକୁ ଚାହିଁ ରହିଲା। ଗୌରୀ ଝିଅକୁ ଚାହିଁ କାନ୍ଦୁଥିଲା। ସେଦିନ ମାଗୁଣୀ ଆଖିରୁ ମଧ୍ୟ ଲୁହ ଆସି ଯାଇଥିଲା। ସେ କହିଲା ଗୌରୀ ଆମେ ବୋଧେ ଗରିବ ହୋଇ ଜନ୍ମ ହେବାଟା ହିଁ ଆମର ସବୁଠୁ ବଡ଼ ଅପରାଧ। ଗୌରୀ କିଛି କହିନଥିଲା ଆଜ୍ଞା। କେବଳ ଝିଅକୁ ଛାତିରେ ଜାବୁଡ଼ି ଧରି କାନ୍ଦି ଚାଲିଥିଲା। ସେଦିନ ଡାକ୍ତରଖାନାରେ ଝିଅର ଚିକିତ୍ସା ହେଲା। ଝିଅ ବଞ୍ଚିଗଲା। କିନ୍ତୁ ସେଇଦିନଠାରୁ ମାଗୁଣୀ ବୁଝିଗଲା ସାଇକେଲ ତାକୁ ଭାତ ଦେବ କିନ୍ତୁ ତା ପୂର୍ବରୁ ତାକୁ ଅନେକ ଥର ନିଜ ରକ୍ତ ଆଉ ଲୁହର ମୂଲ୍ୟ ଦେବାକୁ ପଡ଼ିବ। କିଛି ଦିନ ପରେ ସାଇକେଲଟି ପୁଣି ସଜାଡ଼ିଲା। ନଡ଼ିଆ କିଣିଲା। ପ୍ରଥମ ଦିନ ସାଇକେଲରେ ନଡ଼ିଆ ଲଦି ଗାଁ ବାହାରକୁ ଗଲା। ଅମର ଦୌଡ଼ି ଆସି ପଚାରିଲା ବାପା ଫେରିବା ବେଳେ ମୋ ପାଇଁ କ'ଣ ଆଣିବ? ମାଗୁଣୀ ହସି କହିଲା ତୋ ପାଇଁ ଗୋଟେ ଜୋତା। ଅମର ଖୁସିରେ ଦୌଡ଼ିଗଲା। ମାଗୁଣୀ ସାଇକେଲରେ ପେଡାଲ ମାରିଲା। ସାଇକେଲକୁ ଆଗକୁ ବଢ଼େଇଲା। ପଛରେ ରହିଗଲା ତାର ଭଙ୍ଗା ଘର। ଆଗରେ ଥିଲା ଅଜଣା ରାସ୍ତା। ଆଖିରେ ଥିଲା ପୁଣି ସ୍ୱପ୍ନ। କିନ୍ତୁ ଏଥର ସେ ସ୍ୱପ୍ନ ଦେଖୁନଥିଲା। ସେ ଜାଣିଥିଲା ଗରିବ ଲୋକର ସ୍ୱପ୍ନ ଫୁଲ ପରି ନୁହଁ। ସେଇଟା କଣ୍ଟା ପରି ଫୁଟେ, ରକ୍ତରେ ଭିଜେ, ଲୁହରେ ପଡ଼େ। ଆଉ କେବେ କେବେ ଗୋଟିଏ ଭଙ୍ଗା ସାଇକେଲର 2ଟି ଚକ ଉପରେ ବସି ସମଗ୍ର ପରିବାରର ଭବିଷ୍ୟତକୁ ଟାଣି ନେଇଯାଏ। ମାଗୁଣୀ ଆଗକୁ ଚାଲିଲା। ତାର ବାହାଡ଼ା ଦାନ୍ତ ପୁଣି ହସୁଥିଲା। କିନ୍ତୁ ସେଇ ହସ ଭିତରେ ଲୁଚିଥିଲା ଗୌରୀ ବିକି ଦେଇଥିବା କାନଫୁଲ, ଗୋଟିଏ ଝିଅର ଜ୍ୱର, 4ଟି ପିଲାର ଭୋକ, ଗୋଟିଏ ବାପାର ମୃତ୍ୟୁ, ଗୋଟିଏ ହରାଇଥିବା ଜମି, ମହାଜନର ଅପମାନ, ବ୍ୟାଙ୍କର ପ୍ରତ୍ୟାଖ୍ୟାନ, ଆଉ ଜଣେ ଗରିବ ମଣିଷର ଅସରନ୍ତି ଯନ୍ତ୍ରଣା। ସାଇକେଲର ଚକ ଘୁରୁଥିଲା। ମାଗୁଣୀ ଜୀବନ ବି ସମୟର ଚକ୍ରରେ ଘୁରୁଥିଲା। କେବଳ ଜଣା ନଥିଲା ଆଗର ରାସ୍ତା କେଉଁଠି ଶେଷ ହେବ। ଆଜି ସେ ବାର୍ଦ୍ଧକ୍ୟରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କର ଏ କାହାଣୀ ଶୁଣିଲା ପରେ ମୋତେ ଭାରି କଷ୍ଟ ଲାଗିଥିଲା ଆଜ୍ଞା। ଆଉ ଏ କାହାଣୀଟା ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ। ନମସ୍ତେ। ଜୟ ଜଗନ୍ନାଥ।